Hello everyone, myself Chinmay. Welcome to our YouTube channel Study with Chinmay. ଆଜି ଆମେ ଏଇ ଭିଡିଓରେ ଡିସ୍କସନ କରିବା ଯେ ବିଏଡ୍ ଫାର୍ଷ୍ଟ ସେମିଷ୍ଟାର ଯୋଉ ତମର ବୁକ୍ ଅଛି ପର୍ସପେକ୍ଟିଭ ଅଫ ଚାଇଲ୍ଡ ଡେଭଲପମେଣ୍ଟ ସେଇଥିର ଆମର ୟୁନିଟ 2 ର ଯୋଉ ଡିଫରେଣ୍ଟ ଥିଓରିଜ ଅଛି ଯେ ଥିଓରିଜ ଅଫ ଡେଭଲପମେଣ୍ଟ ୟୁନିଟ 2 ରେ ସେଇଥିରେ ଯୋଉ ତମର 5ଟା ଥିଓରି ଅଛି ସେଇଥିରୁ ଯୋଉ ଫାର୍ଷ୍ଟ ଥିଓରିଟା ଅଛି ପିଆଜେଟ୍ସ କଗ୍ନିଟିଭ ଡେଭଲପମେଣ୍ଟ ଥିଓରି ହେଲା ସେଇ ବିଷୟରେ ଆମେ ଏଇ ଭିଡିଓରେ ଡିଟେଲରେ ଡିସ୍କସନ କରିବା। ଆଉ ଯୋଉ ତମେ ମାନେ ଯେହେତୁ ଫାର୍ଷ୍ଟ ସେମିଷ୍ଟାର ପିଲା ମାନଙ୍କ ମନରେ ଭୟ ଅଛି ଯେ କେତେ ପେଜେସ୍ ଲେଖାଯିବ, କେମିତି ଲେଖିଲେ ମାର୍କ ଭଲ ରହିବ, କେମିତି ଲେଖିଲେ ବ୍ୟାକ୍ ଲାଗିବନି, ଏଇ ଯୋଉ ପ୍ରକାର ଭୟ ମନ ଭିତରେ ଅଛି ସେଥିପାଇଁ ମୁଁ ଗୋଟେ ଭିଡିଓ ଯୋଉଟା ବନେଇଛି ତମର ତମେ ଯାଇକି ମୁଁ ତାର ଡେସ୍କ୍ରିପସନରେ ଭିଡିଓ ଲିଙ୍କ ଦେଇଦେବି ଷ୍ଟ୍ରାଟେଜି ଷ୍ଟ୍ରାଟେଜି ସେଇ ଭିଡିଓଟା ଏଇ ଭିଡିଓର ଡେସ୍କ୍ରିପସନରେ ମୁଁ ସେ ଭିଡିଓର ଲିଙ୍କ ଦେଇଦେବି। ତମେ ସେଇଟାକୁ ଆଗେ ଦେଖିଦେଲେ ତମେ ଜାଣିପାରିବ ଯେ କେତେ ପେଜେସ୍ ଲେଖିବ, କେମିତି ଲେଖିବ, ପୁରା ଡିଟେଲରେ ମୁଁ 20 ମିନିଟର ଭିଡିଓ ଡିସ୍କସନ କରିଛି। ସେଇ ଭିଡିଓଟାକୁ ଦେଖିଦେଲେ ତମେ କଣ ଯେତିକି 4ଟା ସେମିଷ୍ଟାର ବର୍ତ୍ତମାନ ଦବ ତମେ ସବୁଥିରେ ଆଇଡିଆ କଣ ପାଇଯିବ ଯେ କେତେ ପେଜେସ୍ ଲେଖିବା ପାଇଁ ପଡିବ, କଣ କରିବା ପାଇଁ ପଡିବ, କେମିତି କଣ ଲେଖିବା ପାଇଁ ପଡିବ ସେଇଟା ସବୁ ବୁଝୁଛି। ଠିକ ଅଛି, ଦେଖିବା। ଠିକ ଅଛି, ଆଜି ଦେଖିବା କଣ ପିଆଜେଟ୍ସ କଗ୍ନିଟିଭ ଡେଭଲପମେଣ୍ଟ ଥିଓରି। ପିଆଜେଟ୍ କଣ? ପିଆଜେଟ୍ ହେଲେ ଜଣେ ସାଇଣ୍ଟିଷ୍ଟ ବା ସାଇଣ୍ଟିଷ୍ଟ କୁହାଯିବନି, ଜଣେ ଏଜୁକେସନିଷ୍ଟ ବା ସାଇକୋଲୋଜିଷ୍ଟ ତାଙ୍କୁ କୁହାଯିବ। ତାଙ୍କ ନେମ୍ ଅନୁସାରେ ହେଇଛି କଣ ନା ପିଆଜେଟ୍ସ କଗ୍ନିଟିଭ ଡେଭଲପମେଣ୍ଟ ଥିଓରି। ହେଲା, ଭିଡିଓ ଟିକେ ଲେନ୍ଦି ରହିବ ତ ସେଥିପାଇଁ କିଛି ୱରି ହବାର ନାହିଁ ବିକଜ ଏଥିରେ ମୁଁ ବହୁତ ଜିନିଷ ଆଡ କରିଛି। ଆଉ ଏଇ ଯୋଉ ୟୁନିଟ 2 ର ଏଇ ଯୋଉ 5ଟା ଥିଓରି ଏଇଥିରୁ ତମେ ଗୋଟେ ଲଙ୍ଗ କ୍ୱେଶ୍ଚନ ପାଇବ ୱିଥ କଣ ଯୋଉ 5 ମାର୍କସ ର ତମେ ପାଇବ। ଆଉ କ୍ୱେଶ୍ଚନ ପ୍ୟାଟର୍ନ କଣ ରହିବ ସେ ସବୁ ମୁଁ ପ୍ଲେ ଲିଷ୍ଟରେ ଅଲରେଡି ଆଡ କରିଛି ଯେ ପ୍ରିଭିୟସ କ୍ୱେଶ୍ଚନ ସେଟା ଯାଇ ତମେ ଦେଖିବ। ହେଲା, ଠିକ ଅଛି, ଆଉ ଡେରି କରିବାନି, ଏବେ ଆରମ୍ଭ କରିବା। ଦେଖ, ଏଇ ଯୋଉ 5ଟା ଥିଓରି ଆମେ ପଢିବା ୟୁନିଟ 2 ରେ ସେ ଥିଓରିଟା ମାନେ ଯେତେ ଏକ୍ସାମ ଦବ ଟିଚିଂ ଏକ୍ସାମ ସବୁ ଏକ୍ସାମ ପାଇଁ ଇମ୍ପୋର୍ଟାଣ୍ଟ, ବୁଝିଲେ? ସେଥିପାଇଁ ଆମେ ଡିଟେଲରେ ଡିସ୍କସନ କରିବା। ହେଲା, କିଛି ଅସୁବିଧା ନାହିଁ। ହେଲା, ଦେଖ, ଫାର୍ଷ୍ଟ ମାନେ ଜିନ୍ ପିଆଜେଟ୍ ଇଜ ଏ ସ୍ୱିସ୍ ବାୟୋଲଜିଷ୍ଟ। He he was born 1896 and died 1908। ଏଥିରେ କିଛି ବୁଝିବାର ନାହିଁ, ସେ ଜଣେ କଣ ସ୍ୱିସ୍ ବାୟୋଲଜିଷ୍ଟ। ସେ 1896 ରେ ଜନ୍ମଗ୍ରହଣ କରିଥିଲେ ଆଉ 1908 ରେ ତାଙ୍କର ମୃତ୍ୟୁ ହୋଇଥିଲା। He belongs ଟୁ କଣ ସୁଇଜରଲ୍ୟାଣ୍ଡ, ଏ ଯୋଉ ଲେଖିଲେ ସୁଇସ୍ ମାନେ କଣ ସେ ସୁଇଜରଲ୍ୟାଣ୍ଡ ତାଙ୍କ ଘର। He was a biologist, educationist and psychologist। ବୁଝିଲା? Later he developed a deep interest in child and cognitive psychology। ସେ ଜଣେ ବାୟୋଲୋଜିଷ୍ଟ ଥିଲେ, ଏଜୁକେସନିଷ୍ଟ ଥିଲେ and ସାଇକୋଲୋଜିଷ୍ଟ ଥିଲେ। ତାପରେ କିଛି ଦିନ ପରେ ସେ ତାଙ୍କ ମନ ଭିତରେ ସେ ଗୋଟେ ଜଣକ ଯୋଉ ଜଣେ ଅଛନ୍ତି ସାଇଣ୍ଟିଷ୍ଟ ବିନେଟ, ହେଲା, ତମେ ଆଗକୁ ପଢିବ। ତାଙ୍କ ଲ୍ୟାବରେ ସେ କାମ କରୁଥିଲେ। ଲ୍ୟାବରେ କାମ କଲା ପରେ ତାଙ୍କ ମାଇଣ୍ଡରେ ଆସିଲା ଯେ ପିଲାମାନଙ୍କର ଯୋଉ କଗ୍ନିଟିଭ ୱାର୍ଡ ମିନ୍ସ ହଉଛି ବୌଦ୍ଧିକ ବିକାଶ। ପିଲାମାନଙ୍କର କେମିତି ବୌଦ୍ଧିକ ବିକାଶ ହଉଛି ତାଙ୍କ ବୟସ ବଢିବା ସହିତ ସେଇ ବିଷୟରେ ସେ ଡିଟେଲରେ ଡିସ୍କସନ କଲେ ଏଇ ଯୋଉ ଥିଓରିରେ। ତ ତାଙ୍କର ଧୀରେ ଧୀରେ ଯୋଉ କଣ ଏଇ ଯୋଉ ପଏଣ୍ଟ ଲେଖାଲା କଣ ନିଡ୍ ଇଣ୍ଟରେଷ୍ଟ ଇନ୍ ଚାଇଲ୍ଡ ଆଣ୍ଡ କଗ୍ନିଟିଭ ସାଇକୋଲୋଜି, ପିଲାମାନଙ୍କର କେମିତି ବୌଦ୍ଧିକ ବିକାଶ ହଉଛି ସେଇ ବିଷୟରେ ତାଙ୍କ ମନରେ ଇଣ୍ଟରେଷ୍ଟ ଆସିଲା ଆଉ ସେ ସେଇଟାକୁ ତାଙ୍କ ଥିଓରି ମାଧ୍ୟମରେ ଜଣେଇଲେ। ବୁଝିଲେ? ତାପରେ ଦେଖିବା Piaget designed a proper framework to understand the structure, functioning, and development of the cognitive network on the human mind, on the human mind। ପିଲାମାନଙ୍କ ମାଇଣ୍ଡରେ ଯେ ଗୋଟେ ମଣିଷ ତା ମାଇଣ୍ଡରେ ସେମାନେ ଫାଷ୍ଟ ଛୋଟ ପିଲାଙ୍କୁ ନେଇ କରୁଛନ୍ତି। ଛୋଟ ପିଲାଙ୍କ ମାଇଣ୍ଡ କେମିତି ତାଙ୍କର ଏଜ ବଢିବା ସହିତ ତାଙ୍କର ବୌଦ୍ଧିକ ବିକାଶ ହଉଛି ସେ ଡିଫରେଣ୍ଟ ଷ୍ଟେଜରେ କହିଲେ। He states that, like physical organs of the human body, there are two aspects of human mind। ଯେମିତି ଆମର human organ means hand, leg, ଯୋଉ ଅର୍ଗାନ ଗୁଡା ରହିଲା ସିଏ ଯେମିତି କଣ ହଉଛି ଏଜ ବଢିବା ସହିତ ତାର କଣ ହଉଛି ଡେଭଲପ ହଉଛି, ସେମିତି ହ୍ୟୁମାନ ମାଇଣ୍ଡରେ ମଧ୍ୟ କଣ ମାନେ ତାଙ୍କ ଯୋଉ ବୌଦ୍ଧିକ ବିକାଶ ହଉଛି କେମିତି ଡେଭଲପମେଣ୍ଟ ହଉଛି ସେଇ ବିଷୟରେ ସେ କହିବେ। ହେଲା, ବୁଝିଲା? ଆଉ କଗ୍ନିଟିଭ ଷ୍ଟ୍ରକ୍ଚର ଏଟା ହେଲା କଗ୍ନିଟିଭ ଫଙ୍କସନ। ଏଇଟା ବୁକ୍ ରେ ନାହିଁ, ଆଉ ଗୋଟେ ଗୋଟେ ଆଡ କରିଛି ଆପଣ ଲେଖିପାରିବେ। ଠିକ ଅଛି, according to him the cognitive development means how knowledge is acquired and developed through successive stages at various levels। କଣ କହିଲା?
ଯେ ତାଙ୍କ ଏ ଯୋଉ ଥିଓରି ସେ କଣ କହିଲେ ଯେ ଗୋଟେ କଗ୍ନିଟିଭ ଡେଭଲପମେଣ୍ଟ କେମିତି ଷ୍ଟେଜ ୱାଇଜ ହଉଛି, କେମିତି ଏଜ ବଢିବା ସହିତ କେମିତି କେମିତି କଗ୍ନିଟିଭ ଡେଭଲପମେଣ୍ଟ ହଉଛି, ଗୋଟେ ପିଲା ଜନ୍ମ ହେଲା ସେଇ ସମୟରେ ତା ମାଇଣ୍ଡ ରେ କଣ ଚାଲିଛି, ସେଇ ସମୟରେ ସେ କେମିତି ତା ମାଇଣ୍ଡ ରେ ସେ କେମିତି ନଲେଜ ଆକ୍ୱାର କରୁଛି ହେଲା। ଯେମିତି ଏଜ ବଢି ଚାଲିବ ସେ କଣ ଏଇ ଯୋଉ କହିଲା ସକ୍ସେସିଭ ଷ୍ଟେଜ ମାନେ କଣ ଯେମିତି ଏଜ ବଢି ଚାଲିବ ସେମିତି କଣ ହବ ନଲେଜ ସେ କେମିତି ଗେନ୍ କରୁଛି, ତା ମାଇଣ୍ଡ ରେ କଣ ଚାଲୁଛି ସେଇ ବିଷୟରେ ସେ କହିବେ। ବୁଝିଲ? ଏଇ ଯୋଉ ଥିଓରିଟାକୁ କୁହାଗଲା କଣ ହିଜ ଥିଓରି ଇଜ ଅଲସୋ କଲ୍ଡ ଜେନେଟିକ ଏପିଷ୍ଟେମୋଲୋଜି। ବୁଝିଲ? ଯେମିତିକି ଏପିଷ୍ଟେମୋଲୋଜି। ବୁଝିଲେ? ତାପରେ ଏଇ ଯୋଉ ଇଣ୍ଟେଲେକ୍ଚୁଆଲ ପ୍ରୋସେସ ମାନେ ପିଲାଙ୍କର ଯୋଉ ବୟସ ବଢିବା ସହିତ ତାଙ୍କ ମାଇଣ୍ଡ ରେ କଣ କଣ କେମିତି ଇଣ୍ଟେଲେକ୍ଚୁଆଲ ମାନେ ତାଙ୍କ ନଲେଜ ଟା ଗେନ୍ କରୁଛନ୍ତି ସେଇ ବିଷୟରେ କହିବ ହେଲା। ଏଇ ଯୋଉ ଇଣ୍ଟେଲେକ୍ଚୁଆଲ ପ୍ରୋସେସ ଟାକୁ ମୁଁ ଆଜ୍ଞା ତମକୁ ଗୋଟେ ଓଭରାଲି କରିଦେବି, ତାପରେ ସେଟା ମୁଁ ପଢିକି ବୁଝେଇଦେବି। ବୁଝିଲା? ଦେଖ ଏଇ ଯୋଉ ଇଣ୍ଟେଲେକ୍ଚୁଆଲ ପ୍ରୋସେସ ଟାକୁ ସେ 4 ଟାଇପ୍ସ ରେ ଡିଭାଇଡ କଲେ। ଗୋଟେ ହେଲା ସ୍କିମା, ଆଉ ଗୋଟେ ହେଲା ତମର କଣ ଆସିମିଲେସନ ଏଇ 4ଟା ୱାର୍ଡ ଇମ୍ପୋର୍ଟାଣ୍ଟ। ଆଉ ଗୋଟେ ହେଲା ଆକୋମୋଡେସନ, ଆଉ ଗୋଟେ ହେଲା ଇକ୍ୱିଲିବ୍ରିୟମ। ବୁଝିଗଲା? ମନେ ରହିଲା? ଇଣ୍ଟେଲେକ୍ଚୁଆଲ ପ୍ରୋସେସ ଏଟା ରହିଲା ଇଣ୍ଟ୍ରୋଡକ୍ସନ ରେ ଲେଖିବ, ମୁଁ ସବୁ କହିଛି କେମିତି ଲେଖିବ ସେ ଭିଡିଓଟାକୁ ନିହାତି ଦେଖିବ ହେଲା। ଯୋଉ ଯୋଉ ଭିଡିଓଟା ମୁଁ ଦେଇଛି କୋଉଥିରେ ଡେସକ୍ରିପସନ ରେ ହେଲା। ଦେଖ ଇଣ୍ଟେଲେକ୍ଚୁଆଲ ପ୍ରୋସେସ ଫାର୍ଷ୍ଟ ହଉଛି ସ୍କିମା। ସ୍କିମା କଣ? ସ୍କିମା କି ମାନେ ଅତି ଇଜି ଜିନିଷ। ସ୍କିମା ହଉଛି କଣ ଦେଖ ଗୋଟେ ପିଲା ଯେତେବେଳେ ଜନ୍ମ ହେଲା ତା ମାଇଣ୍ଡ ପୁରା ବ୍ଲାଙ୍କ, ତା ମାଇଣ୍ଡ ରେ କିଛି ନାହିଁ, ଜିରୋ ହେଲା। ତା ମାଇଣ୍ଡ ରେ ନୂଆ ନୂଆ ଯାହା ଆମେ ଆଡ କରିବା ସେ କଣ ହଉ କିଛି ଅବଜେକ୍ଟ ହଉ, ଏଇଟା ଧର ମୁଁ କହିଲି ଗୋଟେ ପେନ୍, ତା ମାଇଣ୍ଡ ରେ ସେଟାକୁ ଆମେ ଆଡ କଲେ ତା ମାଇଣ୍ଡ ରେ ସେଟା ରହିଲା, ଏଇଟା ହେଲା ଗୋଟେ ପେନ୍। ମୁଁ କହିଲି ଏଇଟା ଗୋଟେ ମୋବାଇଲ, ସେଇଟା ଦେଖିଲା ଯେ ହଁ ଏଇଟା ଗୋଟେ ମୋବାଇଲ। ବୁଝିଲା? ତାକୁ କିଛି ଆକ୍ସନ, ମୁଁ ଥରେ ଏଟାକୁ ଡ୍ୟାନ୍ସ କଲି, ମୁଁ ଡ୍ୟାନ୍ସ କଲି ସେ ଦେଖିଲା ହଁ ଏଇ ଯୋଉ ଆକ୍ସନ ଟାକୁ କୁହାଯାଉଛି ଡ୍ୟାନ୍ସ। ବୁଝିଲା? କିଛି କନସେପ୍ଟ ତା ମାଇଣ୍ଡ ରେ ଯାହା ସବୁ ଫାଷ୍ଟ ରୁ ଆଡ ହେଲା, ଛୋଟ ପିଲାଟା ତା ମାଇଣ୍ଡ ରେ କିଛି ନଥିଲା, ସେ ଜାଣିନଥିଲା, ଯୋଉ ନୂଆ ନୂଆ ଥିଙ୍ଗ ଆମେ ଆଡ କଲେ ସେଇଟାକୁ କୁହାଗଲା ସ୍କିମା। ବୁଝିଗଲା? ଏବେ ଦେଖ ସ୍କିମା ମିନ୍ସ କ୍ରିଏଟିଂ ମେଣ୍ଟାଲ ଇମେଜ, ମାନେ ତା କଣ ମନ ଭିତରେ ଇମେଜ କ୍ରିଏଟ ହେଲା। କଣ ଅବଜେକ୍ଟ, ଆକ୍ସନ ଆଉ କଣ କନସେପ୍ଟ ଯୋଉଟା କହିଲି ଯାହା କଣ ମାଇଣ୍ଡ ରେ ଆଡ କଲେ ସେଇଟା କୁହାଗଲା ସ୍କିମା। ଦେଖ that create meaning about a things or experience. In case of children, schemas can be simple like the pattern of behavior shown by child and exhibit dealing with object। ମାନେ ଆମେ ତାକୁ ଯାହା କହିଲେ ସେ ତା ସହିତ କେମିତି ବିହେଭ କରିବ, କେମିତି ଶିଖିବ, କେମିତି ଜାଣିବ ନୂଆ ନୂଆ ଜିନିଷ। ଗୋଟେ କଥା ମନେ ରଖିବ, ଛୋଟ ପିଲାଟା ତା ମାଇଣ୍ଡରେ ବ୍ଲାଙ୍କ, ଆମେ ନୂଆ ନୂଆ ଯାହା ଆଡ କରିବା ସେଇଟାକୁ କୁହାଗଲା ସ୍କିମା। ତା ମାଇଣ୍ଡରେ ଗୋଟେ ଫର୍ମେସନ ହେଲା, ମୁଁ ତାକୁ ଦେଖେଇଲି ପେନ୍, ତା ମାଇଣ୍ଡରେ ଫର୍ମେସନ ହେଲା ହଁ ଏମିତି ଗୋଟେ ଲମ୍ବାଟେ ହେଇଥିବ, ଏଥିରେ ଗୋଟେ କଣ ତାର ଗୋଟେ ନିଡ୍ ଥିବ, ଏଇଟା କୁହାଗଲା ପେନ୍। କଣ ମାଇଣ୍ଡରେ ଗୋଟେ ମେଣ୍ଟାଲ ଇମେଜ କ୍ରିଏଟ ହେଲା। ମୁଁ ତ କହିଲି ଏଇଟା ଗୋଟେ ଫୋନ, ଫୋନରେ ସେ ଦେଖିଲା ପଛପଟରେ କଣ ଏଇଠି ବ୍ୟାକ ରେ କ୍ୟାମେରା ରହୁଛି, ଏଇଠି ଗୋଟେ ଫ୍ରଣ୍ଟ ରେ କ୍ୟାମେରା ରହୁଛି, ଏଥିରେ ଗୋଟେ ବ୍ୟାକ୍ କଭର ରହୁଛି। ସେ ଦେଖିଲା ତା ମାଇଣ୍ଡରେ କଣ ମେଣ୍ଟାଲ ଇମେଜ ଗୋଟେ ଫର୍ମେସନ ହେଲା। ବୁଝିଲେ? ମୁଁ ଧର ତାକୁ କହିଲି ଇଏ ହେଲେ ତମ ବାପା, ସେ ଫାଷ୍ଟ ବୁଝିବ କଣ ଯେ ଯେତିକି ମେଲ ପର୍ସନ ଏମାନେ ହେଲେ ସମସ୍ତଙ୍କୁ ବାପା। ବୁଝିପାରୁଛ? ଯାହା ତାଙ୍କ ମାଇଣ୍ଡରେ ଫର୍ମେସନ ମାନେ କଣ ନୂଆ ନୂଆ ଆଡ ହେଲା, ମେଣ୍ଟାଲ ଇମେଜ କ୍ରିଏଟ ହେଲା, ସେଇଟା କୁହାଗଲା ସ୍କିମ୍। ବୁଝିହେଲା କି ନାହିଁ? ତାପରେ ଦେଖିବା କଣ ଆସିମିଲେସନ। ଆସିମିଲେସନ ମିନ୍ସ କଣ? ଆସିମିଲେସନ କଣ କହିଲା ଆগে ମୁଁ ବୁଝେଇଦେବି, ତାପରେ ଆগে ମୁଁ କହିଦେବି, ତାପରେ କହିବି ଯାହା ଲେଖା ହେଇଛି ପଢିକି ବୁଝିବି। ଏଇଠି ଶୁଣ ଏକ୍ସାମ୍ପଲ ଗୋଟେ କଣ କହିଲେ ସି ହେଭିଂ ଏ 4 legs animal called dog, cow, cat। ଯେତେବେଳେ ସେ ଛୋଟ ପିଲା ଥିବ ଜାଣିନଥିବ ତା ମାଇଣ୍ଡରେ ଫାଷ୍ଟ ସେଟା ହବ କଣ ଯାହାର 4ଟା ଗୋଡ ଅଛି ସବୁ ପଶୁ ହେଲେ ଗୋଟେ। ମୁଁ ଧର ଫାଷ୍ଟ ତାକୁ ଦେଖେଇଲି 4ଟା ଗୋଡ ଅଛି, ଗୋଟେ ମୁଁ ତାକୁ ଦେଖେଇଲି ଗାଈଟେ ଦେଖେଇଲି, ତା ମାଇଣ୍ଡରେ ଫର୍ମେସନ ହବ କଣ ନା 4ଟା ଗୋଡ ଯାହାର ଅଛି ସବୁ ଗୁଡାକ ଗାଈ। ବୁଝିଲେ? ତା ମାଇଣ୍ଡ ଗୋଟେ ମେଣ୍ଟାଲ ଇମେଜ ଫର୍ମେସନ ହବ। ସେଇଟାକୁ ସେ କେମିତି କୁକୁର ବୋଲି ମାନିବ ସେଇଟାକୁ ଆମେ ଆଗକୁ ଦେଖିବା ଆସିମିଲେସନ ଆକୋମୋଡେସନ। ବୁଝିଲ? ଆସିମିଲେସନ କଣ କହିଲା ଯୋଉ ନୂଆ ନୂଆ ଜିନିଷ ତା ମାଇଣ୍ଡରେ ଆଡ ହବ, ମାନେ ପୁରୁଣା ଜିନିଷକୁ ସେ କଣ କରିବ ଯେ ପୁରୁଣା ଜିନିଷଟା ଜାଣିଥିଲା ସେ ସେଇଟାକୁ ନେଇକି ପୁଟ୍ କରିବ ବା ସେଇଟାକୁ ନେଇକି ୟୁଟିଲାଇଜ କରିବ, ସେଇଟା ହେଲା ଆସିମିଲେସନ। ଦେଖ କଣ କହିଲା ଆସିମିଲେସନ ଟେକ୍ସ ପ୍ଲେସ୍ when the child 50
এই ওয়ার্ড দেখো ফিটিং অর আর দ এক্সিস্টিং স্কিমা অর এক্সপেরিয়েন্স অর নলেজ সে যাহা এক্সপেরিয়েন্স জ্ঞান କରିଥିବ ସେ ଯାହା ନଲେଜ ପାଇଥିବ ମୁଁ ତାକୁ ଏକ୍ସପିରିଏନ୍ସ କଣ ଜ୍ଞାନ କଲା ଯେ ଚାରିଟା ଗୋଡ ଯାହାର ସେ ହେଲା ମୁଁ ଫାଷ୍ଟ ଦେଖେଇଥିଲି କଣ ଗାଈ ତା ମାଇଣ୍ଡରେ ଅଛି ଚାରିଟା ଗୋଡ ଯାହାର ସେ ହେଲା ଗାଈ ନଲେଜ କଣ ମୁଁ ତାକୁ ଦେଖେଇଥିଲି ଇଏ ହେଲେ ତୋ ବାପା ତା ମାଇଣ୍ଡରେ ଅଛି ଯେତିକି ମେଲ ପର୍ସନ ସେମାନେ ହେଲେ କଣ ତା ବାପା ବୁଝିପାରିଲ ଇନଟୁ ଏ ନ୍ୟୁ ସିଚୁଏସନ ଏଇ ଯୋଉ ପୁରୁଣା ଯୋଉ ସିଚୁଏସନ ସ୍କିମା ତା ମାଇଣ୍ଡରେ ଯାହା ଆଡ ହେଇଥିଲା ସେ ସେଇଟାକୁ ଯେତେବେଳେ ନେଇକି ଆଡ କରିବ କଣ ନ୍ୟୁ କନସେପ୍ଟରେ ଆଡ କରିବ ହେଲା ବା ଫିଟ୍ କରିବ ସେଇଟା କୁହାଯିବ assimilation ଦେଖ otherwise assimilation refers to a kind of matching between the already existing cognitive structure and environmental needs ହେଲା ତା ମାଇଣ୍ଡରେ ଆଗରୁ ଯୋଉଟା ଆଡ ହେଇଥିବ ଯେ କଣ ଯାହାର ଚାରିଟା ଗୋଡ ଅଛି ସେ ହେଲା ଗାଈ ସେ ସେଇଟାକୁ ନେଇକି ଆଉ ଗୋଟେ ଗାଈ ଦେଖିବ ଆଉ ଗୋଟେ ତାର ଚାରି ଗୁଡିଆ ଦେଖିବ କୁକୁର ଦେଖିଲା ସେ ତାକୁ ବି କହିବ ଗାଈ ହେଲା ବୁଝିଗଲା ଆଉ ଗୋଟେ ଥର ଦେଖିଲା ମେଲ ପର୍ସନ ସେ ତ ତା କଣ ତା ଦାଦାଙ୍କୁ ଦେଖିଲା ସେ ତା ମାମୁଁଙ୍କୁ ଦେଖିଲା ସେ ତାକୁ ବି କହିବ ବାପା କଣ ପାଇଁ ତା ମାଇଣ୍ଡରେ ଫର୍ମେସନ ହେଇଛି ଯେତିକି ମେଲ ପର୍ସନ ସମସ୍ତେ ହେଲେ ମୋ ବାପା ବୁଝିଗଲା କି ନାଇଁ ସେଇ ଯୋଉ ପୁରୁଣା ସ୍କିମାଟାକୁ ନେଇକି ଯେତେବେଳେ ନୂଆରେ ଆଡ କଲା ସେଇଟାକୁ ସେ କଣ କଲା ଫିଟିଂ କଲା ନ୍ୟୁ ସିଚୁଏସନରେ ସେଇଟାକୁ କୁହାଗଲା କଣ ସିମୁଲେସନ ବୁଝିଗଲା କି ନାଇଁ ଦେଖ ଏକ୍ସାମ୍ପଲ କଣ ଦେଲା a child see a new type of dog that they have never seen before and immediately point that animal says dog ସେ ଯେହେତୁ ମୁଁ ତାକୁ ଧର ଗୋଟେ ଗାଁରେ ବୁଲୁଥିବା କୁକୁର ଦେଖେଇବି ହେଲା ସିଏ ସେଇଟାକୁ ଯାଇକି ଆଉ ଗୋଟେ ଯୋଉ ବିଲାତି କୁକୁର ଦେଖିବ ସେ ସେଟାକୁ ବି କହିଦବ କଣ ଡଗ ସିଏ ସେଟାକୁ କଣ ଫାଷ୍ଟରୁ ଡିଷ୍ଟିଂଗୁଇଶ ବା ଡିଫରେନ୍ସିଏଟ କରିପାରିବ ନାହିଁ ବୁଝିଗଲା ସ୍କିମା କଣ ଆସିମିଲେସନ ତାପରେ ଦେଖିବା କଣ accommodation accommodation କଣ ଯେ accommodation means ହଉଛି କଣ adjusting the old pattern to a account for new one hence a new activities are added to the infant's previously learned pattern it's called accommodation ବୁଝିହେଲା accommodation କଣ କହିଲା ଯେ ଯୋଉ କଣ କରିବ ଆଡଜଷ୍ଟ କରିବ ଓଲ୍ଡ ପ୍ୟାଟର୍ନ କଣ ଥିଲା ଯେ ଚାରିଟା ଗୋଡ ଯାହାର ସିଏ ହେଲା ଗାଈ ବୁଝିଗଲା ଏଇଟାକୁ ସେ ବୁଝିଥିଲା ତା ମାଇଣ୍ଡରେ ଅଛି ଯାହାର ଚାରିଟା ଗୋଡ ଅଛି ସବୁ ହେଲେ ଗାଈ ତାପରେ ସେ ନେଇ କଣ କରିବ ନା ପୁଣି ତ ଦେଖିବ ନା ଚାରିଟା ଗୋଡ ବି କୁକୁରରେ ବି ଅଛି ବି ଘୋଡାରେ ବି ଅଛି ବୁଝିପାରୁଛ ସେଉଠୁ ତା ମାଇଣ୍ଡରେ ଆକୋମେଟ କରିବ ନା ନା ଚାରିଟା ଗୋଡ ଯୋଉଟା ସବୁ ଗୁଡାକ ଗାଈ ନୁହନ୍ତି ଘୋଡା ହେଇପାରନ୍ତି କୁକୁର ହେଇପାରନ୍ତି ଛେଳି ହେଇପାରନ୍ତି ବୁଝିପାରିଲ ଏଇଟା ହେଲା କଣ ନା ଆକୋମୋଡେସନ ତାପରେ ହେଲା କଣ ଇକ୍ୱିଲିବ୍ରିୟମ କଣ ଯେ ପୁରୁଣା ଜିନିଷ ଯୋଉଟା ପୁରୁଣା ଜିନିଷ ସେ ଜାଣିଥିଲା ନୂଆ ଜିନିଷଟାକୁ ଯେତେବେଳେ ତା ମାଇଣ୍ଡରେ ଆଡ କଲା ସେଇଟାକୁ ଯେତେବେଳେ ସିଏ କଣ ହବ ମାନେ ବାଲାନ୍ସ କରିଦବ ଯେ ହଁ ତା ମାଇଣ୍ଡ ସେଠି ଫର୍ମେସନ କରିବ ଯେ ଚାରିଟା ଗୋଡ ଯାହାର ଅଛି ସେ ସବୁ ଗୁଡିକ ଗାଈ ନୁହନ୍ତି କିଛି କୁକୁର ଅଛନ୍ତି କିଛି ବିଲେଇ ଅଛନ୍ତି କିଛି ଛେଳି ଅଛନ୍ତି ସେଠୁ ତା ମାଇଣ୍ଡରେ ଆସିବ ଯେ ଓହୋ ତାହେଲେ ଡିଫରେଣ୍ଟ ଟାଇପସ ଅଫ ଆନିମାଲ ଅଛନ୍ତି ବୁଝିଗଲା ସେଇଟା ମାଇଣ୍ଡରେ ସେଇଟା ଯୋଉ କଣ ବାଲାନ୍ସ ଟା ସେ କ୍ରିଏଟ କଲା ସେଇଟା କୁହାଗଲା ଇକ୍ୱିଲିବ୍ରିୟମ ଦେଖ according to Piaget when the organism fails to handle the new situation with the help of previously learned pattern of behavior ହେଲା କଣ same sort of equilibrium or imbalance created ସେ କଣ କହୁଛି ଦେଖ according to Piaget when the organism fails to handle the new situation ସେଥିରେ କଣ କରିବ ଯଦି ନ୍ୟୁ ସିଚୁଏସନ ଟା ହ୍ୟାଣ୍ଡେଲ କରିପାରିଲା ନାହିଁ ହ୍ୟାଣ୍ଡେଲ କରିପାରିଲାନି ମାନେ କଣ ମୁଁ ତ ତାକୁ କହିଦେଇଛି ଚାରିଟା ଗୋଡ ଯାହାର ସେ ହେଲା ଗାଈ ସେ କହିଲେ ନା ମୁଁ ତାକୁ କୁକୁର ଦେଖେଇଲେ ସେ କହିଲେ ନା ଏଟା ଗୋଟେ ଗାଈ ବୁଝିପାରୁଛ ତା ମାଇଣ୍ଡରେ ସେ ଯଦି ବାଲାନ୍ସ ଟା କ୍ରିଏଟ କରିପାରିଲା ନାହିଁ ସେଇଟା କୁହାଯିବ କଣ imbalance ଗୋଟେ କ୍ରିଏଟ ହେଲା the individual tries to reduce such imbalance ତା ମାଇଣ୍ଡରେ ପ୍ରଥମେ ଆଗେ imbalance କ୍ରିଏଟ ହବ ଯେହେତୁ ତା କଣ ତା ସ୍କିମାରେ ଆଡ କରାହେଇଛି ଯେ ଚାରିଟା ଗୋଡ ଯାହାର ସିଏ ହେଲା ଗାଈ ବୁଝିହଉଛି ତା ମାଇଣ୍ଡରେ ସେଇଟା କଣ ରହିଛି ତାପରେ ତ ମୁଁ ତାକୁ ଦେଖିଲି ନା ଚାରିଟା ଗୋଡ ଯାହାର ସିଏ ବି କୁକୁର ହେଲା ଯେତିକି ମେଲ ପସନ୍ଦ ତା ମାଇଣ୍ଡରେ ପଶିଛି କଣ ମୋର ବାପା ଏମାନେ ପୁଣି କହିଲି ନା ନା ବାପା ଇଏ ହେଲେ ତୋର ମାମୁଁ ହେବେ କି ତୋର ଦାଦା ହେବେ ପ୍ରଥମେ ତାର ଇମ୍ବାଲାନ୍ସ କ୍ରିଏଟ ହବ ହେଲା ତାପରେ ସେ ସେଇଟାକୁ କଣ କରିବ ବାଲାନ୍ସ କ୍ରିଏଟ କରିବ ତା ମାଇଣ୍ଡରେ ଦେଖ the individual tries to reduce such imbalance he develops a new schemas or adopt old one until the equilibrium is restored this process of restoring balance is called equilibrium ଏଇ ଯୋଉଟା କଣ ଏଇ ଯୋଉ ବାଲାନ୍ସ ଟା ତା ମାଇଣ୍ଡରେ କ୍ରିଏଟ ହେଲା
ଯେ ହଁ ସେଠୁ ସେ ବୁଝିବ ଯେ କଣ ଯେ ଯୋଉ ସବୁ ମେଲ ପର୍ସନ ଗୁଡାକ ବାପା ନୁହନ୍ତି, ସବୁଗୁଡା ଯାହା ଚାରିଟି ଗୁଡ ଅଛି ସବୁଗୁଡା ଗାଈ ନୁହେଁ। ହେଲା ତା ମାଇଣ୍ଡରେ ସେଇଟା ହେଲା, ସେ ସବୁ ବୁଝିଗଲା। ଏଇଟା ତା ମାଇଣ୍ଡରେ ଆସିଲା ଇକ୍ୱିଲିବ୍ରିୟମ। ବୁଝିଗଲା ଇଣ୍ଟେଲେକ୍ଚୁଆଲ ପ୍ରୋସେସ କଣ? ଗୋଟେ ହେଲା ସ୍କିମା, ଗୋଟେ ହେଲା ଆସିମିଲେସନ, ଗୋଟେ ହେଲା ଆକୋମୋଡେସନ, ଗୋଟେ ହେଲା ଇକ୍ୱିଲିବ୍ରିୟମ। ବୁଝିଗଲା। ପୁଣି ଥରେ ମୁଁ ଓଭରାଲି କହିଦଉଛି। ସ୍କିମା କଣ? ମାଇଣ୍ଡ ପୁରା ଗୋଟେ ଛୋଟ ପିଲାର ମାଇଣ୍ଡ ହେଲା ପୁରା ବ୍ଲାଙ୍କ। ଆମେ ନୂଆ ତା ମୁଣ୍ଡରେ ଯାହା ଆଡ କରିବା, ସିଏ ଅବଜେକ୍ଟ ହଉ ସିଏ କଣ କୌଣସି ଆକ୍ସନ ହଉ କୌଣସି କନସେପ୍ଟ ହଉ, ସେଇଟା ହେଲା ସ୍କିମା। ଯାହା ତା ମାଇଣ୍ଡରେ ଆଡ କରିଥିବା ସେ ସେଇଟାକୁ ନେଇକି ଆଉ ଗୋଟେ ସିଚୁଏସନରେ ସେ ସେଇଟାକୁ କୋଟ କରେଇବ ବା ଫିଟ୍ କରେଇବ, ସେଇଟାକୁ ହେଲା ଆସିମିଲେସନ। ତାପରେ କଣ ଆସିଲା ଆକୋମୋଡେସନ। ସେ କଣ କରିବ ଆଡଜଷ୍ଟ କରିବ। ଯେ ଓଲ୍ଡ ପ୍ୟାଟର୍ନ ମାନେ ଯୋଉଟା ପୁରୁଣା ସେ ଜାଣିଥିଲା, ତ ନୂଆ ଜିନିଷ ସହିତ ସେ କଣ କରିବ ବାଲାନ୍ସ କ୍ରିଏଟ କରିବ বা ଆକୋମୋଡେଟ କରିନବ ବା ମାନି ନବ ଯେ ହଁ ଏଇଟା ହେଲା ଗାଈ, ଏଇଟା ହେଲା କୁକୁର, ଏଇଟା ହେଲା ବିଲେଇ, ଏଇଟା ହେଲା ଆକୋମୋଡେସନ। ଇକ୍ୱିଲିବ୍ରିୟମ, ଇକ୍ୱିଲିବ୍ରିୟମ କଣ ତା ମାଇଣ୍ଡରେ ସବୁ ସେ ବାଲାନ୍ସ କ୍ରିଏଟ କରିବ। ବୁଝିଗଲା ସେଇଟା ହେଲା କଣ ଇକ୍ୱିଲିବ୍ରିୟମ। ବୁଝିଗଲା କି ନାଇଁ? ଟିକେ ଡିଟେଲରେ ପଢା ହଉଛି କିଛି ଅସୁବିଧା ନାହିଁ। ହେଲା ଯୋଉ ଯୋଉ ପଏଣ୍ଟ ଗୁଡା କହିଛି ସେଗୁଡାକ ଲେଖିବ, କିଛି ଅସୁବିଧା ନାହିଁ। ହେଲା ତାପରେ ଦେଖିବା କଣ ଷ୍ଟେଜେସ୍ ଅଫ କଗ୍ନିଟିଭ ଡେଭଲପମେଣ୍ଟ, ମାନେ ଗୋଟେ ପିଲାର ତା ଏଜ ଅନୁସାରେ ତା ଏଜ ଯେମିତି ଯେମିତି ବଢି ବଢି ଚାଲିଛି, ତାର କୋଉ ଏଜ ରେ କେମିତି କଣ ସବୁ ଡେଭଲପମେଣ୍ଟ ହଉଛି। ବୁଝିପାରୁଛ? ସେଇଟାକୁ ଆମେ କହିବା କଣ ଷ୍ଟେଜେସ୍ ଅଫ କଗ୍ନିଟିଭ ଡେଭଲପମେଣ୍ଟ, ମାନେ କୋଉ ଏଜ ରେ ତାର ବୌଦ୍ଧିକ ବିକାଶ କେମିତି କଣ ହଉଛି ସେଇଟାକୁ ଆମେ ଜାଣିବା। ବୁଝିବା ଫାର୍ଷ୍ଟ ହେଲା କଣ ସେନ୍ସୋରି ମୋଟର ଷ୍ଟେଜ। এই ସେନ୍ସୋରି ମୋଟର ଷ୍ଟେଜ କଣ? ଏଇ ଯୋଉ ଏଜ ଟା 0 to 2 year, ହେଲା ଜନ୍ମରୁ 2 ବର୍ଷ ଯାଏ ତାର ଏଇ ଯୋଉ ଏଜ ଟା କୁହାଯିବ କଣ ସେନ୍ସୋରି ମୋଟର ଷ୍ଟେଜ। ହେଲା ସେନ୍ସୋରି ମାନେ କଣ ତମେ ବୁଝ? ସେନ୍ସୋରି ମାନେ କଣ? ଆମର ଯୋଉ ସେନ୍ସେସ୍ ମାନେ କଣ ଆମର ଯୋଉ 5 ସେନ୍ସେସ୍ ଅଛି, ଏଇ ଷ୍ଟେଜ ଦେଖ ଏଇ ଯୋଉ ଷ୍ଟେଜେସ୍ ଲେଖା ହେଇଛି ତମେ ଗୋଟେ ମାଇଣ୍ଡରେ ଆଣ। ଗୋଟେ ଛୋଟ ପିଲା 0 to 2 year ତାକେ ମାଇଣ୍ଡରେ ଆଣ, ତାର ସେ ସବୁ କଣ କରୁଥିବ ସେଇଟାକୁ ତ ମାଇଣ୍ଡ କି ନେଇ ଆସିବ। ସେ ବୁଝିବ ତାର କଣ କଣ ଆକ୍ସନ ସବୁ ରହିବ। ବୁଝିପାରୁଛ କି ନାଇଁ? ସେଇଟା ସେନ୍ସୋରି ମୋଟର ଷ୍ଟେଜ ମାନେ ଏଇ ସମୟ ସେ ଯାହା କରିବ ତା ସେନ୍ସେସ୍ ୟୁଜ କରିବ। ଏଇ 5 ସେନ୍ସେସ୍। ହେଲା ଦେଖ କଣ କହିଲା, the period of sensory motor activity covers the period ହେଲା of birth until 18 into କଣ 24 month। ଯେ ଏଇ ଯୋଉଟା କଣ 0 ରୁ 2 year ମନେ ରଖିବ। ଏଇଟା ଗୋଟେ କଣ ଓଟିଟି ଓଷ୍ଟିଟି ଏଥିରେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ହଉଛି। ସେନ୍ସୋରି ମୋଟର ଟା ତାର କଣ ଇୟର କଣ ଯୋଉ କେତେରୁ କେତେ ଏଜ କୁହାଯାଏ ସେନ୍ସୋରି ମୋଟର ଷ୍ଟେଜ 0 ରୁ 2 year। ବୁଝିଲ? ଆଉ ବି ମନେ ରଖିପାରିବ 18 month ରୁ 24 month। During this period, the infant's actions are not internalized in the form of thoughts। ମାନେ କଣ ସିଏ ଯାହା ଭାବୁଥିବ ସିଏ କରିପାରିବ ନାହିଁ। ବୁଝିପାରୁଛ? ତାର ଯୋଉ ଆକ୍ସନ ଗୁଡାକ ସେ କିଛି ଇଣ୍ଟରନାଲାଇଜଡ ହେଇନଥିବ, ସେ କଣ ତାର କିଛି ଭାବନାରେ କନଭର୍ଟ ହେଇନଥିବ। ବୁଝିପାରୁଛ? ଛୋଟ ପିଲା ମାଇଣ୍ଡରେ ରଖୁନ 0 ରୁ 2 year ଯୋଉ ପିଲା ତା ମାଇଣ୍ଡରେ କଣ ଡେଭଲପ ହେଇଛି ସେ କିଛି ବୁଝିପାରୁନଥିବ। At this time, infant exhibit limited number of uncoordinated reflex such as sucking, looking, କଣ grasping ମାନେ କଣ uncoordinated କୌଣସି କିଛି ତାର ପ୍ଲାନିଂ ନାହିଁ। ହେଲା ଯେ କଣ uncoordinated action ସକିଂ କରିବ ଯାହା ପାଇବ ଗୋଟେ ପାଟିରେ ପୁରେଇଦବ, ଏଣେ ସେଣେ ଅନଉଥିବ। ଗ୍ରାସ୍ପିଂ ମାନେ ଏମିତି ଗୁରୁଣ୍ଡ ଗୁରୁଣ୍ଡ କୁଆଡେ ପଳଉଥିବ। ଛୋଟ ପିଲା ହେଲା ତାର କୌଣସି ବାଲାନ୍ସ ବା କୋଅର୍ଡିନେଟେଡ ଆକ୍ସନ ଥିବ ନାହିଁ। ମାନେ 0 ରୁ 2 years ପିଲାର କେମିତି କଣ ତା ଡେଭଲପମେଣ୍ଟ ହଉଛି, କଣ କଣ ଆକ୍ସନ ହଉଛି ସେଇଟାକୁ ଦେଖିବାର ଅଛି। ବୁଝିଲ? During next 4 months, uncoordinated reflexes are coordinated into simple schema। ଯୋଉଟା ସେ କଣ ଯେ ଅନକୋର୍ଡିନେଟେଡ ମାନେ କିଛି ବୁଝିପାରୁନଥିବ ଜାଣିପାରୁନଥିବ, ସେଠୁ ଧୀରେ ଧୀରେ ସେ ବୁଝିବା ଆରମ୍ଭ କରିବ ଆଉ ତା ସ୍କିମାରେ ସେଇଟା କଣ ମାଇଣ୍ଡ ସେଟ୍ ହବ। ବୁଝିପାରୁଛ? ସେ ଫାଷ୍ଟ ସକିଂ କରୁଥିଲା ମାନେ ଗୋଟେ କଣ ଗୋଟେ ପାଟିରେ କଣ ପୁରେଇ ଦଉଥିଲା, ସିଏ ସବୁ ତାପରେ ମାଇଣ୍ଡ ସେଟ୍ ହବ ଯେ ହଁ ଏଇଟା ଗୋଟେ ପାଟିରେ ପୁରେଇବା ଜିନିଷ। ବୁଝିହେଲା? For example, the infant tries to suck anything which is put or into his mouth। ସେ କଣ ଆସିବ ଦେଖ ଅନକୋର୍ଡିନେଟେଡ ଥିଲା, ତାହେଲେ କୋର୍ଡିନେଟେଡ ହବ। କୋର୍ଡିନେଟେଡ ମିନ୍ସ ତ ଦେଖିବ ତା ପାଟି ଭିତରେ କୋଉଟା ପଶି ପାରୁଛି। ହେଲା ସେ ସେଇଟାକୁ ପାଟିରେ ପୁରେଇ ଦବ। ହେଲା ସେ ଧର ଦେଖିଲା ଏଇ ମାଉସ ଟା ପାଟିରେ ପଶୁନି, ନା ତାହେଲେ ଏଟା ପାଟିରେ ପଶିବ ନାହିଁ। ଏଇଟା ଧର ପେନ୍ ଏଇଟା ପାଟିରେ ପଶୁଛି, ହଁ ଏଇଟା ମୁଁ ପାଟିରେ ପୁରେଇ ଦେବି। ବୁଝିପାରୁଛ? ଏଇଟା ଟିକେ ଟିକେ ଅନକୋର୍ଡିନେଟେଡ ଟିକେ ଟିକେ କୋର୍ଡିନେଟେଡ ଆସିଲା। By the age of 8 months,
The infant able to react object outside himself. এটা বুঝাଉଛି he begins to realize that objects around him are separate from himself and they have permanent and independent existence. ସେ କଣ by the age of 8 months 8 ମାସ ଠାରୁ 8 ମାସ ଠାରୁ ଉପରକୁ ଯେତେବେଳେ ହେଇଯିବ ସେ କଣ କରିବ ଗୋଟେ ୱାର୍ଡ ଅଛି ମାନେ ଅବଜେକ୍ଟ ପରମାନେନ୍ସ এই স্টেজରେ ହୁଏ ଅବଜେକ୍ଟ ପରମାନେନ୍ସ ମିନ୍ସ ମାନେ କଣ ସିଏ ଗୋଟେ ଜିନିଷଟାକୁ ମୁଁ ଧର ତା ଆଗରେ ଏମିତି କଣଟା ଦେଖେଇଲି ସେ ଦେଖିଲା କଣଟା ମୁଁ ତାକୁ ଯଦି ଲୁଚେଇ ଦେବି ସିଏ ସବୁ ଖୋଜିବା ଷ୍ଟାର୍ଟ କରିବ ତା ମାଇଣ୍ଡରେ ଗୋଟେ ପିକ୍ଚର କ୍ରିଏଟ ହେଇଯିବ ସେଇ ସମୟରେ ଏଇଟା କୁହାଯିବ କଣ ଅବଜେକ୍ଟ ପରମାନେନ୍ସ ତାକୁ କଣ କହିଲା by the age of 8 months the infant able to react object outside himself ତା ଚାରିପାଖରେ ଯୋଉ ଅବଜେକ୍ଟ ଗୁଡା ଥିବ ସେ ସେଇଟାକୁ ଦେଇକି ରିଆକ୍ଟ କରିବ ବୁଝିଲା ମାନେ ରିଆକ୍ଟ କରିବ ମାନେ ମୁଁ ଲୁଚେଇ ଦେବି ସେ ସେଇଟାକୁ ଖୋଜିବା ପାଇଁ ଟ୍ରାଏ କରିବ ହେଲା ସେ କାନ୍ଦିବ ଯେ ଏଇଠି ଥିଲା ଏଇ ଜିନିଷଟା ମୁଁ ଧରିଥିଲି ସେଟା କୁଆଡେ ଗଲା he begins to realize that objects around him are separate from himself and they have permanent and independent existence ମାନେ ଏଇ ଯୋଉ ସେ ପ୍ରଥମେ ବୁଝିପାରୁନଥିବ ଯେ ସେ କଣ ଏଇ ଫୋନଟା ଗୋଟେ କିଛି ଅଛି ବୋଲି ତାପରେ କିଛି ଯୋଉ ଅବଜେକ୍ଟ ପରମାନେନ୍ସ ଆସିବ ମାନେ ସେ ଭାବେ ଯେ ଇଏ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଏକ୍ଜିଷ୍ଟେନ୍ସ ଅଛି ହେଲା ଯେ ଏଟା ଗୋଟେ କିଛି କଣ ଗୋଟେ ଜିନିଷ ଏଟା ଏକ୍ଜିଷ୍ଟ କରୁଛି ହେଲା ଏଇ ଯୋଉଟା ଲେଖିଛି ମୁଁ ଏଇଟାକୁ ତମେ ଲେଖି କଣ ଏକ୍ଜାମରେ ଲେଖିବ ନାହିଁ ହେଲା ଏଇଟାକୁ ମୁଁ ତମକୁ ବୁଝିବା ପାଇଁ ଲେଖିଛି ବଟ୍ ଏଇଟାକୁ ତମେ ଏକ୍ଜାମରେ ଲେଖିବନି ଏକ୍ଜାମରେ କଣ ଲେଖିବ ଏଇ ଯୋଉ ସେନ୍ସରି ମୋଟରରେ ଏତିକି ଲେଖିବ ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚନଟେ ଏଇଟା 5 ମାର୍କସରେ ପଢିପାରିବ ୱିଥ୍ 15 ମାର୍କସରେ ପଢିପାରିବ ମ୍ୟାକ୍ସିମମ୍ 15 ମାର୍କସରେ ପଡେ ହେଲା ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚନ ଏଇଟାକୁ ତମେ ଏକ୍ଜାମରେ ଲେଖି ଏଇ ଯୋଉ ଏତିକି ଲେଖିଛି ଏଇଟାକୁ ଏକ୍ଜାମରେ ଲେଖିବନି ଏଇଟାକୁ କଣ ଲେଖିଛି ଦେଖ ଏଇଟା ତମେ ପଢିକି ବୁଝିପାରିବ ଦେଖ ଫର ଏକ୍ସାମ୍ପଲ if the infant is playing with a toy and you pick it up hide it somewhere ଗୋଟେ ସେଥିରେ ଗୋଟେ ଖେଳୁଛି ଗୋଟେ ଖେଳ ସେଇଟାକୁ ଆମେ ଗୋଟେ କୋଉଠି ଲୁଚେଇଦବା find allow the child watch your act hiding the toy ସିଏ ଦେଖୁଛି ତମେ କୋଉଠି ସେ ଖେଳଟା ଲୁଚଉଛ he will at once forget about it ସିଏ ଆଗେ ଭୁଲିଯିବ ଯେ ତମକୁ ଲୁଚେଇଲ ତା ହାତ ଧରିକି for him the toy placed under the blanket or hidden somewhere has disappeared and is no more ଆମେ ତାକୁ କଣ କରିବା ଗୋଟେ କୋଉଠି ଗୋଟେ blanket ଉପରେ ଲୁଚେଇଦବା with the passage of time gradually concept of object permanence evolves এই ଦେଖୁଛ object permanence ଆସିବ evolve the cognitive structure of the environment ତା mind ରେ କଣ cognitive structure ଗୋଟେ develop object permanence ର ହେଲା he begins to realize that the object continue to exist even though he cannot see or express them ସିଏ ତ ତାକୁ ନ ଜାଣିପାରିବ ନ ଦେଖିପାରିବ ଏକ୍ସପ୍ରେସ ନ କରିପାରିବ ମାନେ ସେଥିରେ ଫୋନଟା ଧରିଥିଲା ପୁଣି ତମେ ତାକୁ ଲୁଚେଇ ଦେଲି ତା ମାଇଣ୍ଡରେ ପ୍ରଥମ କିଛି ସିଏ ବୁଝିପାରିବନି ତା କିଛି ସମୟ ପରେ ଶୁଦ୍ଧ ମାଇଣ୍ଡ ଆସିବ ହଁ ରେ ଗୋଟେ କଣ ଗୋଟେ ଧରିଥିଲି ତ ସେ ତାହେଲେ କୁଆଡେ ଗଲା ସେଇଠୁ ସେ ଆମେ ଯୋଉ ଲୁଚେଇଥିବା ସେ ସେଇଟାକୁ ଖୋଜିବ ତା ମାଇଣ୍ଡରେ ଫର୍ମେସନ କରିବ ଏଇଠି ବାପା ଲୁଚେଇଛନ୍ତି ଏଇଠି ମା ଲୁଚେଇଛନ୍ତି ସେ ସବୁଟା ଖୋଜିବା ପାଇଁ ଟ୍ରାଏ କରିବ thus he begins to search for the object data hidden for example if you hide a toy in the blanket the infant will try to lift the blanket and search for the toy ଯଦି blanket କୁ ଲୁଚେଇ ଦେଇଥିବା ସେ blanket ଟାକୁ ଟେକି ଖୋଜିବ in case you have shifted somewhere he will proceed to investigate its whereabouts under assumption that object is permanent identity ସେ ଯୋଉ ଖୋଜିକି ଟ୍ରାଏ କରିବ ଏଇ ଯୋଉ ଏଟା ମୁଁ ଲେଖିଛି ଏକ୍ସାମ୍ପଲ ଏଇଟା କୁହାଯିବ ଅବଜେକ୍ଟ ପରମାନେନ୍ସ ର ଏକ୍ସାମ୍ପଲ ହେଲା ଏଟାକୁ ଏକ୍ସାମ ଲେଖିବାକୁ ଜରୁରୀ ନାହିଁ ତାପରେ ଆସିଲା ରି ଅପରେସନାଲ ଷ୍ଟେଜ ଏଇ ଷ୍ଟେଜେସ୍ ଗୁଡାକ ମନେ ରଖିବ ଭୁଲଭାଲ ଲେଖିବ ହେଲା এটা କେତେ 2 ରୁ 7 ଏଜ୍ ଫାର୍ଷ୍ଟ ଟା କଣ ରହିଲା ସେନ୍ସରି ମୋଟର ଷ୍ଟେଜ ସେଟା ହେଲା 0 ରୁ କଣ 2 ଇୟର 0 ରୁ 2 ଇୟର ରହିଲା ତାପରେ ଆସିଲା କଣ ପ୍ରି ଅପରେସନାଲ ଷ୍ଟେଜ ନେକ୍ସଟ ଷ୍ଟେଜ ମାନେ ହେଲା 2 ବର୍ଷ ରୁ 7 ବର୍ଷ ଭିତରେ ତା ମାଇଣ୍ଡରେ କଣ କଣ ସବୁ ବୌଦ୍ଧିକ ବିକାଶ ହଉଛି ସେଇ ବିଷୟରେ ବୁଝିପାରିବ ଦେଖ while stepping into this stage এই stage যেତେବେଳେ ଆସିବ the child begins to replace direct action in the form of sensory motor expression with symbols ଯେ କଣ କରିବ ସେ ସିମ୍ବଲ ଅନୁସାରେ କଣ ସେଟାକୁ କଣ ରିପ୍ଲେସ କରିବ ଯୋଉଟା child begins to replace direct action in the form of sensory or motor expression with symbols the learning of this language provides with good tool for thinking ମାନେ କଣ ଏଇ ଏଜ ରେ 2 ରୁ 7 ଇୟର ରେ ସେ କଣ କରିବ ତାର ଲାଙ୍ଗୁଏଜ ଶିଖିବା ପାଇଁ କଣ ଲାଙ୍ଗୁଏଜ ଟା ଡେଭଲପମେଣ୍ଟ ହବ ଯେ ସେ କଣ ଦେଖ ସେ ପ୍ରଥମେ
দেখো এই যে পয়েন্টটা ফার্স্ট পয়েন্টটা লেখা হয়েছে এটা যদি লেখা হয়েছে দেখো এক্সপ্লোরেশন উইথ সিম্বলস সে কଣ କରିବ ଦେଖ ଫାଷ୍ଟ ସେଇଟା ଜାଣିନଥିଲା ଆମେ କଣ ଦେଲେ ହେଲା ଫାଷ୍ଟ ଆମେ ଏଇଟା ଗୋଟେ ଦେଖିଲେ ଏଇଟା ହଉଛି ଆମେ ଲୁଚେଇ ଦେଲେ ସେ ଯୋଉଟା ଖୋଜିବେ ତାପରେ ଆମେ କଣ କରିବା ଏଟାକୁ ଲୁଚେଇ ଦେବା ଆମେ ଥର କହିବା କଣ ଯେହେତୁ ଲାଙ୍ଗୁଏଜ ଡେଭଲପମେଣ୍ଟ ହେଲା ସେ ଯୋଉ ୱାର୍ଡ ସହିତ ରିଲେଟ କରିକି ଜିନିଷଟାକୁ ଜାଣିବା ପାଇଁ ଟ୍ରାଏ କରିବ ବୁଝିପାରୁଛ ଦ ଲର୍ନିଂ ଅଫ ଦି ଲାଙ୍ଗୁଏଜ ପ୍ରୋଭାଇଡ୍ ସିମ୍ପଲି ଗୁଡ୍ ଟୁଲ ଫର ଥିଙ୍କିଂ ଯେ କଣ ଏଇ ଯୋଉ ଲାଙ୍ଗୁଏଜ ଟା ତାକୁ ଗୋଟେ ଗୁଡ ଟୁଲ ଦବ ଭାବିବା ପାଇଁ ଯେ ମୁଁ କହିଲି ଫୋନ ତ ତା ମାଇଣ୍ଡ ଫର୍ମେସନ ଏଇଟା ମୋବାଇଲ ସେଠୁ ମୁଁ ତ କଣ ଫୋନ ଟା ଲୁଚେଇ ଦେବି ମତେ କଣ କହିବି ଫୋନ ଟାକୁ ମୁଁ ଲୁଚେଇ ଦେଲି ସେଠୁ ତା ମାଇଣ୍ଡ ଫର୍ମେସନ କଣ ଲାଙ୍ଗୁଏଜ ସହିତ ସିମ୍ବଲ ର କଣ ଡେଭଲପମେଣ୍ଟ ଟା ଏଇ ଏଜ ରେ ହୁଏ ବୁଝିଲା he begins to utter words to ask for something rather than just reaching out to get ବୁଝିପାରୁଛ ସିଏ ଯୋଉ କଣ କରୁଥିଲା ସେନ୍ସରି ମେଟ୍ରୋ ଷ୍ଟେଜରେ ନିଜେ ନିଜେ ଯାଇକି ଜିନିଷଟାକୁ କଣ ଆମେ ତାକୁ ଲୁଚେଇ ଦେଲେ ସେ ନିଜେ ନିଜେ ଯାଇକି ସେ ଜିନିଷଟାକୁ ଆଣିବା ପାଇଁ ଟ୍ରାଏ କରୁଥିଲା ବଟ୍ ଏଠି କଣ କରିବ ନା ସେ ଯୋଉ କଣ ଅଟର କରିବ ଅଟର ମିନ୍ସ ମାନେ କଣ ଧୀରେ 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 ଖଣ୍ଡିଆ ଖଣ୍ଡିଆ ୱାର୍ଡ କହିବା ହେଲା ଏଇ ଯୋଉ ଲେଖା କଣ ଅଟର ୱାର୍ଡ ଟୁ ଆସ୍କ ଫର ସମଥିଙ୍ଗ ରାଦର ଦେନ ଜଷ୍ଟ ରିଚିଂ ସିଏ ଆଉ ସେ ଜିନିଷ ପାଖକୁ ନ ପହଞ୍ଚିକି ସେ କଣ ୱାର୍ଡ ମାଧ୍ୟମରେ କହିବା ପାଇଁ ଯେ ଲାଙ୍ଗୁଏଜ ଡେଭଲପମେଣ୍ଟ ହେଇଥିବ ସେ ସବୁ କଣ ଏଇ ଯୋଉ ଗୋଟେ ଅବଜେକ୍ଟ ର ନେମ୍ ଧରିକି ଯେ ଫୋନ ଧରିକି ମାଗିବା ପାଇଁ ମାନେ କଣ ସେ ଜିନିଷ ପାଖରେ ପହଞ୍ଚିବା ପାଇଁ ଟ୍ରାଏ କରିବ ନା ସେ ଜିନିଷଟାକୁ ପାଇବା ପାଇଁ ଆଉ ଟୁ ଗେଟ୍ ଇଟ୍ ଯେ ଜିନିଷଟାକୁ ପାଇବା ପାଇଁ ଟ୍ରାଏ କରିବ In addition to words, his thinking is also characterized by symbolic representation or images of thinking in the environment. ଯୋଉଟା କହିଲି ସେମ୍ କଥା ଦେଖାଯାଉଛି। ପ୍ରି ଅପରେସନାଲ ଷ୍ଟେଜରେ ଦିଟା ଆଉ ଗୋଟେ ଷ୍ଟେଜ ଆସେ ଗୋଟେ କଣ ଇଗୋସେଣ୍ଟ୍ରିଜିମ୍ ଆଉ ଗୋଟେ ହେଲା ଆନିମିଜିମ୍ ଇଗୋସେଣ୍ଟ୍ରିଜିମ୍ କଣ ପିଲା ଭିତରେ ଏଇ ଯୋଉ ପିରିୟଡରେ ଏଇ ଯୋଉ 2 to 7 ଇୟରରେ ଏଜରେ ତା ଭିତରେ ଇଗୋସେଣ୍ଟ୍ରିଜିମ୍ ମାନେ ସିଏ ଯାହା ବୁଝିଥିବ ସେଇଟା ଠିକ ବୁଝିପାରୁଛ ସିଏ ତମ କଥା କିଛି ବୁଝିବ ନାହିଁ ଯେ ଏଇ ପେନ୍ ଟା ମୁଁ କହିବି ଭାଙ୍ଗିଯିବ ଯେ ଏଟାକୁ କୁଆଡେ ଭାଙ୍ଗିଯିବ ନା ସିଏ ସେ କଥା ବୁଝିବନି ହେଲା ମୁଁ ଯୋଉଟା ଭାବୁଛି ସେଇଟା ଇଗୋ ତା ଭିତରେ କ୍ରିଏଟ ହେଇଥିବ ସେଇଟା କୁହାଯିବ ଇଗୋ ସେଣ୍ଟ୍ରିଜିମ୍ ଦେଖ ଦିସ୍ ଷ୍ଟେଜ ଦେଖ କଣ ହେଲା ଇଗୋସେଣ୍ଟ୍ରିଜିମ୍ ଟା ଦେଖ ଦିସ୍ ଷ୍ଟେଜ ଇଜ ଅଲସୋ ନୋନ୍ ଏଜ ଇଗୋସେଣ୍ଟ୍ରିଜିମ୍ ଟିକେ ହେଲା ଇଗୋସେଣ୍ଟ୍ରିଜିମ୍ his own perspective of the world is all that matters for him ସେ କଣ ତା ପର୍ସପେକ୍ଟିଭ ସିଏ ଯୋଉଟା ଭାବୁଥିବ ଦୁନିଆରେ ସେଇଟା ହିଁ ତା ପାଇଁ ଠିକ he fails to understand another point of view ସିଏ ତାହା ଆଉ କାହା ପଏଣ୍ଟ ଅଫ ଭ୍ୟୁ କିଛି ଭାବିବ ନାହିଁ ସିଏ ଯୋଉଟା ବୁଝୁଥିବ ସେଇଟା ହିଁ ଠିକ he does not understand that someone else has a different point of view for things and objects ହେଲା ସିଏ କୌଣସି ମୁଁ କହିବି କଣଟା ଫୋପାଡେ ନା କାହିଁକି ଯିବ ସିଏ ବୁଝିବନି ସେଗୁଡା ମୋର ଧରିଛି ମାନେ ମୁଁ ଫୋପାଡିବି ବୁଝିଲା କି ନାଇଁ ଇଗୋସେଣ୍ଟ୍ରିକ ଭାବିଦବ 2 ବର୍ଷ 7 ବର୍ଷ ପିଲା ଭିତରେ କଣ କଣ ମାଇଣ୍ଡରେ ଥାଏ ସେଇଟା ତାପରେ ଆନିମିଜିମ୍ କଣ ଆନିମିଜିମ୍ ହଉଛି ସେ ତା ମାଇଣ୍ଡରେ ଥିବ ଏଇ ଫୋନଟା ଚଲଉଛି ସେଥିରେ ଥର କଣ ଆସିଲା ଧର ଗୋଟେ ଗେମଟେ ସେ ଦେଖ ଗେମଟେ ଖେଳୁଛି କି ଗୋଟେ ହଁ ଗେମଟେ ଦେଖିଲା ସିଏ ଭାବିବ ଇଏ କଣ ୟାର ଜୀବନ ଅଛି ବୁଝିପାରିଲେ ଯିଏ ଚାଲୁଥିବ ତାର ସେ ଭାବିବ ସିଏ କଣ ଜୀବନ ଅଛି ଦେଖ କଣ animation is another characteristics of this stage children between 4 and 6 year 6 এটা ইয়ার ହେଇଯାଇଛି এটা year of age regard everything to be a leaf unless it is broken or damaged এটা ଯଦି ଭାଙ୍ଗିଯିବ ଖରାପ ହେଇଯିବ ତାହା ମାନେ ସରି ଯେପର୍ଯ୍ୟନ୍ତ ସେ ଜିନିଷଟା ନ ଭାଙ୍ଗିଛି ବା ଖରାପ ନ ହେଇଛି ସେ ଭାବୁଛି ଯେ ତାର ଜୀବନ ଅଛି ବୋଲି children up to 7 years of age regard everything move by itself is elite ଯିଏ ମୁଭ କରୁଥିବ ତାଙ୍କର ଜୀବନ ସାଇକେଲ ଟା ତାର ଯାଉଛି ସେ ଭାବୁଥିବ ତାର ଜୀବନ ଅଛି ବାଇକ ଟା ଆମେ ଚଲେଇକି ଯାଉଛୁ ବାଇକ ଟା ଏଇ ଘର ପାଖରେ ସ୍କୁଲ ପର୍ଯ୍ୟନ୍ତ ଗଲା ବାଇକରେ ଜୀବନ ଅଛି children at the late childhood stage reserve ଲାଇଫ ଫର ଆନିମାଲ୍ସ ଏଣ୍ଡ ପ୍ଲାଣ୍ଟସ ଆନିମାଲ ଆଲୋନ୍ ମାନେ ସେ କଣ ସମସ୍ତଙ୍କୁ ଭାବୁଥିବ ଯେ ଜୀବନ ଅଛି ବୋଲି ହେଲା ଏଇଟା ହେଲା ଆନିମିଜିମ୍ ହେଲେ ଇଗୋସେଣ୍ଟ୍ରିଜିମ୍ ମାନେ ସେ ଯୋଉଟା ବୁଝିଥିବ ସେଇଟା ବୁଝାନ୍ତି ତାପରେ ଆସିଲା କଣ କମ୍ପ୍ଲିଟ ଅପରେସନାଲ ଷ୍ଟେଜ ଯୋଉଟା କି କଣ ତମର 7 ରୁ 11 ଇୟର
मन रखिथिबो ए स्टेज जेमिति लिखिछि नोट सेमिति लिखिबो एग्जाम पे गोटे मार्क आसे ହେଲା। His thinking becomes more logical and systematic. ସେ ଗୋଟେ କଣ ଲଜିକ ଆଉ ସିଷ୍ଟମେଟିକ ୱେରେ ଏଇ ଏଜ ରେ ଭାବିବ 7 ବର୍ଷ 11 ବର୍ଷ ପିଲା ଭାବରେ ତା ମାଇଣ୍ଡ ରେ କଣ ଆସିଯିବ ଯେ ନା ଏଟା ଫୋନଟେ ଏଟା ଭାଙ୍ଗିଯିବ ତା ମାରିବେ ବୁଝିପାରିଲେ ସିଏ କଣ ସିଷ୍ଟମେଟିକ ୱେରେ ଏଟା ମୁଁ ଭଲ ଜାଗାରେ ମୁଁ ରଖିଦେବି କୋଉଠି ଖସି ପଡି ହାତ ଭାଙ୍ଗିଯିବ ଆପଣ ଖସି ପଡିଲେ ଭାଙ୍ଗିଯିବ ବୁଝିପାରୁଛ systematic way and logical way से चिंता करो. The child is now develops the ability to conjure both in terms of quantity and the number of objects. ହେଲା he can now very well thinking at the change in appearance of an object does not alter either its quantity or its number. ମାନେ ଏହାର means କଣ ଦେଖ ଯୋଉଟା ଲେଖା ହେଇଛି ବୁଝେଇ ଦଉଛି ସିଏ ଭାବୁଥିବ ଧର 1 ଲିଟର ଆଉ ଗୋଟେ 2 ଲିଟର ବୋତଲ ହେଲା ସିଏ ଭାବୁଥିବ କଣ ସବୁଥିରେ ସମାନ ପାଣି ରହିବ ହେଲା ନହେଲେ ଏମିତି ଭାବିବ ଦେଖ ମୁଁ ଥର 1 ଲିଟର ଥର ଦିଟା ବୋତଲ ମୁଁ ରଖିଛି ଗୋଟେ ହେଲା 1 ଲିଟର ଗୋଟେ ହେଲା 2 ଲିଟର ହେଲା ମୁଁ 200 ml ୱାଟର ମୁଁ ନେଲି ହେଲା ଏଥିରେ ବି 200 ml ନେଲି ସେଥିରେ ବି 200 ml ସିଏ ଭାବିବ କଣ ଯେହେତୁ ଏଇଟା ବଡ ଏଇଟା 2 ଲିଟର ଟା କଣ ବଡ ଦେଖାଯାଉଥିବ ନା ତା ମାଇଣ୍ଡରେ ଆସିବ କଣ ଏଇଟା ବଡ ମାନେ ଏଥିରେ ଅଧିକ ପାଣି ଅଛି ଏଇଟା ଛୋଟ ମାନେ ଏଥିରେ କମ ପାଣି ଅଛି ବୁଝିଗଲା ଏଇ ଟାଇପ ର ସେ କଣ object does not alter either its quantity or its number ହେଲା the child is now is no longer egocentric and he is thinking ସେ ଆଉ egocentric ରହିବ ନାହିଁ ମାନେ କଣ ସେ ଅନ୍ୟର ପର୍ସପେକ୍ଟିଭ ଧୀରେ ଧୀରେ ବୁଝିବ he can classify object ସେ କଣ object କୁ classify କରିପାରିବ ଯେ ଏଇଟା ଗୋଟେ ଛୋଟ ଫୋନ ଏଇଟା ଗୋଟେ ବଡ ଫୋନ ଏମିତି ସେ ଦେଖିପାରିବ he develops the ability serialization like arranging from largest to smallest and vice versa ଯେ ଥର ମୁଁ ଥର ଗୋଟେ ରଖିଛି ଏମିତି ଥର ଏମିତି ଥର ଏମିତି ମୁଁ 4ଟା ବୁକ୍ ରଖିଛି ଏମିତି ଛୋଟ ଛୋଟ ବୁକ୍ ରଖିଛି ଆଉ ଗୋଟେ ଥର ବଡ ବଡ ବୁକ୍ ରଖିଛି ହେଲା ସେ ଦେଖିପାରିବ ହଁ ଏଇଟା ଛୋଟ ବୁକ୍ ଏମିତି ସାଇଜ କରି ରଖିବି ଏଇଠି ବଡ ବୁକ୍ ଏଠି ଏମିତି ରହିପାରିବ ହେଲା and now the child communicates with others ସେ କଣ କଥାବାର୍ତ୍ତା କରିପାରିବ and compares the other point of view and take decision after some thought ସେ କଣ ଭାବି ସାରିଲା ପରେ decision ନବ ହେଲା ତାପରେ ଆସିଲା କଣ formal operational stage ଏଇଟା ହେଲା 12 to 15 year during this stage the child develops the ability of thinking and reasoning thinking of the object ସେ ବୁଝିପାରିବ ସବୁ ଜିନିଷ 12-15 ବର୍ଷ ପିଲା ସବୁ ଜାଣିପାରିବ ସେ ଭାବିଛି କଣ ସବୁ ଡିସିସନ ନବ ଭାବିକି ହେଲା thinking process is more logical obviously prediction future consequences prediction future consequences ମାନେ ସେ ଭାବିପାରିବ ମୁଁ ସ୍ପିଡ ବାଇକ୍ ଚଲେଇବି ସାଇକେଲ ଚଲେଇବି ମୋର ପଡିବାର ସମ୍ଭାବନା ଅଛି ବୁଝିପାରୁଛ ସେ କଣ ଭାବିପାରିବ ଏଇଟା ଫୋନ ଟାକୁ ଯଦି ମୁଁ ଥର ଏତିକି ହାଇଟ ରୁ ପକେଇଦେବି ସେ ଭାଙ୍ଗିଯିବ ମୁଁ ଫୋନ ଟାକୁ ଧୀରେ ପକେଟରେ ପୁରେଇବି ବୁଝିପାରୁଛ ଏଇ ଟାଇପ ମାଇଣ୍ଡରେ ଆସିବ systematic problem solving transfer of learning trial and error give way some logic ସେ କଣ କରିବ ଆଉ ଗୋଟେ କଣ the child learns by mistake ମାନେ କଣ ट्रायल एंड एरर ଆଉ ଲର୍ନ ବାଇ ମିଷ୍ଟେକ୍ ମାନେ ସେ ଧର ଭୁଲ କରିକି ଶିଖିବ ଏଇ ଏଜ ରେ ଭୁଲ କରିବ ପୁଣି ଶିଖିବ ମାଡ ହବ ମାଡ ହବ ସେଟା ଏମିତି କହୁଛି ସେ କଣ ଭୁଲ କରିବ ଶିଖିବ ଜାଣିବ ହେଲା ଏଇ ଏଜ ରେ ବୁଝିଗଲା ଏଇଟା ଥିଲା ତମର କଣ PIS cognitive development ଆଉ ହେଲା ଆଉ ୟାର ଗୋଟେ ଏଜୁକେଶନାଲ ଇମ୍ପ୍ଲିକେସନ ଅଛି ମୁଁ ସେଟା ଭିଡିଓଟା ଲେନ୍ଥି ହେଇଯିବ ବୋଲି ମୁଁ ତମକୁ ଆଡ କରିନି ତମେ ବୁକ୍ ର ଯୋଉ ପଏଣ୍ଟ ଅଛି ତାକୁ ଦେଇକି ଲେଖିପାରିବ ଏତିକି ତମେ ବୁଝିଗଲେ ସେ ଏଜୁକେଶନାଲ ଇମ୍ପ୍ଲିକେସନ ଟା ବି ତମେ ଲେଖିପାରିବ ଠିକ ଅଛି ଆମେ ନେକ୍ସଟ ଭିଡିଓରେ ଆଉ ଯୋଉ ଥିଓରି ଅଛି ସେ ବିଷୟରେ ଡିସ୍କସନ କରିବା ନେକ୍ସଟ ତାପରେ ଆମେ ୟୁନିଟ 1 ୟୁନିଟ 3 ୟୁନିଟ 4 ସବୁ ଡିଟେଲରେ ପଢିବା ଆଉ ପ୍ରିଭିୟସ ଇୟର କ୍ୱେଶ୍ଚନ ବି ମୁଁ ଅପଲୋଡ କରିଦେଇଛି ଟେଲିଗ୍ରାମ ଚ୍ୟାନେଲ ଲିଙ୍କ ମୁଁ ଦେଇଦେଇଛି ଡେସକ୍ରିପସନରେ ଆଉ ଯୋଉ ଷ୍ଟ୍ରାଟେଜି ଭିଡିଓଟା ସେଇଟାକୁ ସମସ୍ତେ ମଷ୍ଟ ଦେଖିବେ ଠିକ ଅଛି ରହିଲି ଥ୍ୟାଙ୍କ ୟୁ